অনেকটা সুন্দর ব্রিজটাকে বাজি আমাকে ছাড়ি দেওয়া এই ব্রিজটাকে টুর্নামেন্টକୁ ପାଇବାକୁ ହେଲେ ଆଉ 365 ଦିନ ଆମକୁ ଅପେକ୍ଷା କରିବାକୁ ପଡ଼ିବ। ସ୍ୱତନ୍ତ୍ର ସୁନ୍ଦର ପ୍ରୟାସ ହୋଇଥିଲା ଇର୍ଷାପୁର ବଦାନ ମାର୍ଶାଲ କ୍ଲବ ନଳବିଲା ଯୁବବନ୍ଧୁମାନଙ୍କ ଦ୍ୱାରା ସୁନ୍ଦର ଆୟୋଜନ ରହିଥିଲା। ଏବେ ପରିସମାପ୍ତି ହେବାକୁ ଯାଉଛି। ତେଣୁ ଆମମାନେ ଏକତ୍ରିତ ହୋଇଥିଲେ ଖେଳକୁ ଉପଭୋଗ କରିବା ପାଇଁ କିନ୍ତୁ ଏବେ ସେମିଫାଇନାଲ ପ୍ରଥମ ଷ୍ଟ୍ରାଇକର ସଫଳ ହୋଇସାରିଛି ଏବଂ ଗୋଟିଏ ଗୋଲରେ ସଫଳ ହୋଇସାରିଥିବା ବେଳେ ଏବେ ବିଜେତା ସାମ୍ନା କରିବା ସେମିଫାଇନାଲ ଗୋଲକିପର ଭୈଲେଚନ ସରେନର ବଲ ସାହାପଡ଼ା ଅଞ୍ଚଳ ଦରଞ୍ଚିଆ ପାଖାପାଖି ସାହାପଡ଼ା ମାଟିର ଯୁବ ଗୋଟିଏ ଯୁବ ଖେଳାଳି ଏବେ ଗୋଲକିପର ଉପରେ ଅନେକ ନାମ ଅର୍ଜନ କରିଛି। ବିଶାଳ ଟୁର୍ଣ୍ଣାମେଣ୍ଟରେ ନାମ ମଧ୍ୟ ଅର୍ଜନ କରିଥିବା ଆମେ ଦେଖିବାକୁ ପାଇଛେ। ଅନେକ ଲକ୍ଷାଧିକ ପୁରସ୍କାର ରହିଥିବା ଟୁର୍ଣ୍ଣାମେଣ୍ଟରେ ନାମ ମଧ୍ୟ ଅର୍ଜନ କରିଥିବା ଟିମ୍ ଆଜି ସାମିଲ ହୋଇଥିଲେ। ଦର୍ଶକ ବନ୍ଧୁ ତେଣୁ ଛୋଟିଆ ପ୍ରାଇଜ୍ ଯଦି ବି ରହିଛି ଚଳିତ ବର୍ଷରେ ଏହି ଟୁର୍ଣ୍ଣାମେଣ୍ଟରେ କିନ୍ତୁ ଅନେକ ଦୂରାନ୍ତରୁ ଅନେକ ସୁନାମ ଅର୍ଜନ କରିଥିବା ଟିମ୍ ସାମିଲ ଥିଲେ। 64ଟି ଦଳ ନିଶ୍ଚିତ 4 କୋଟି ଟିମ୍ ଆଜି ପୁରସ୍କୃତ ହେବେ ଏବଂ ଯେଉଁ କୁଆଡ଼େ ଭାରାଲ ଋଷିଙ୍କୁ ମଧ୍ୟ ପ୍ରୋଜେକ୍ଟଙ୍କୁ ମଧ୍ୟ ନିରାଶନ ହେବା ପାଇଁ ତାଙ୍କୁ ମଧ୍ୟ 4 କୋଟି ଗ୍ରୁପର ନିଜକୁ 1,000 ଟଙ୍କା ଲେଖା ପ୍ରଦାନ କରାଯାଇଥିଲା। ଆପଣ ନିରାଶ ହେବେ କେବେ ଚାହୁଁଥା ପ୍ରଥମେ ସ୍ୱାଗତ ପ୍ରବେଶ କରୁଛନ୍ତି ଅନ୍ୟତ୍ର କୌଶଳ କରିଥିଲେ କିନ୍ତୁ ନିରାଶ ହୋଇସାରିଛି। ପ୍ରଥମ ସ୍ୱାଗତ ନିଜ ଟିମକୁ ଦୁର୍ବଳତା କରିସାରିଛି କିନ୍ତୁ ଧୀରେ ଧୀରେ ଅନ୍ତିମ ହୋଇସାରିଲାଣି। ବିଜୟ ଏବଂ ପରାଜୟର ଘୋଷଣା ଆସିଯିବ କିଛି ମୁହୂର୍ତ୍ତ ପରେ। ତେଣୁ ସୈନ୍ୟ ତେଲେଙ୍ଗାରେ ଇତିହାସ ପୃଷ୍ଠାରେ ଗୋଟିଏ ଲିପିବଦ୍ଧ ହେବାର ଗୋଟିଏ ଦେଖିବାକୁ ମିଳୁଛି ପ୍ରଦର୍ଶନ। ଖେଳରେ ଅନେକ ଚମତ୍କାର ପ୍ରଦର୍ଶନ କରିଥିଲେ ନିଜ ନିଜ ଟିମକୁ ସୁରକ୍ଷିତରେ ରଖିଥିଲେ କିନ୍ତୁ ଏବେ ରାମକୃଷ୍ଣ କାର୍ଯ୍ୟରେ ଭାଗ୍ୟର ପରିବର୍ତ୍ତନ ହେବ। ଭାଗ୍ୟ ଦେବୀ ତାହାକୁ ସନାତନ ସ୍ୱରରେ ତାଙ୍କୁ ଭାଗ୍ୟ ରହିବ ଏବଂ ଗଣ୍ଡିଙ୍କୁ ନିଜକୁ ସାଥ ବଢ଼ାଇ ଦେଖିବାର ଏକ ବହୁତ ସେ ପରିବାର ସୁନ୍ଦର ଆଚରଣ ରହିଥିଲା କିନ୍ତୁ ପୁଣି ଚାଲି ଯାଇଥିଲା ସେ ଫାଇନାଲ ଭିତରକୁ ଅତି ବୟସ ରହିଥିଲା କିନ୍ତୁ ହାତ ବୋଲିରେ ଟିକେ ସ୍ପର୍ଶ ହୋଇ ସୁଧା ଦାୟିତ୍ୱ ଚୁମ୍ବନ ଦେଇସାରିଛି। ଦର୍ଶକ ମଧ୍ୟ ଅନେକ ସୁନ୍ଦର ସଟ୍ ରହିଥିଲା କିନ୍ତୁ ଏହି ମୁହୂର୍ତ୍ତରେ ପ୍ରତିରୋଧ ଷ୍ଟ୍ରାଇକର ମଧ୍ୟ ଏବେ ଦ୍ୱିତୀୟ ଷ୍ଟ୍ରାଇକର ମଧ୍ୟ ପ୍ରସ୍ତୁତି ହେଲାଣି। ଟିମ୍ ଜାମଦା ବାଇପାସ ଏକ୍ସଆଇଏସସି ଏବେ ସନ୍ଦେବା ପାଇଁ କିନ୍ତୁ ବଲରେ ରେଗୁଲାର ଗୋଲକିପର ବଲକୁ ନିୟନ୍ତ୍ରଣ କରିବା ପାଇଁ ନିଜ ପାର୍ଶ୍ୱରେ ଅଭିଜ୍ଞତା ସେଇଠି ପ୍ରୟାସ ଆବଶ୍ୟକ ସଂଘର୍ଷ ଆବଶ୍ୟକ। ତେଣୁ ନିଶ୍ଚିତ ଭାବରେ ଏକ ସୁନ୍ଦର ପ୍ରୟାସ କରି ସେ ଟିମ୍ ପ୍ରଥମ ଦିବସରେ ଚମ୍ପିୟନ ହେଇଥିଲା ହିରୋ ହେଇଥିଲା ନାମ ଅର୍ଜନ କରିଥିଲା। ଉଦ୍ଘାଟନ ଦିବସରେ ଟିମ୍ ଆଜି ଫାଇନାଲିଷ୍ଟରେ ଆଜି ରହି ସାରିଥିବା ଦେଖିଲେ ନିଶ୍ଚିତ ଭଲ ଆସରେ ଆମେ ଦେଖୁଛନ୍ତି ସାମ୍ନା କରୁଛି ଜାମଦା ସିଂହ ସରସ୍ୱତୀ ଟିମ୍କୁ ଏବେ ସୁଧା ଜାମଦା ଭିତରକୁ କିନ୍ତୁ ତିନି ଗୋଟି ଷ୍ଟ୍ରାଇକର ସଫଳ ହୋଇସାରିଅଛନ୍ତି ଟିମ୍ ଗୋଟିଏ ଗୋଲ ଆଗୁଆରେ ଯଦି ଆମେ ଏବେ ବି ଯଦି ବଲ୍ ହେବ ତ 3-2 ରହିଯିବ ତଥାପି 3-2 ଆଗେଇ ଯିବେ ଆଗୁଆ ନିଷ୍ପତ୍ତି ସେଭ୍ କରିବା ପାଇଁ ଧୀରେ ଧୀରେ ବିଜୟ ହେବାର ଚେଷ୍ଟା ମଧ୍ୟ ଆମେ ଦେଖିବାକୁ ପାଉଛନ୍ତି। ଦମଦାର ସଟ୍ କରିବା ସହ ନେବା ପାଇଁ ପ୍ରସ୍ତୁତି ହେଲେଣି। ଭଲ ବିଜୟ ହେଇଯିବେ